ଏକ ବନରେ ଏକ ଶିଆଳ ଓ ଏକ ବାଘ ରହୁଥିଲେ। ଶିଆଳ ବହୁତ ଚତୁର ଓ ଚାଲାକ ଥିଲା, ଆଉ ବାଘ ବରିଷ୍ଠ ହେଲେ ମଧ୍ୟ ବୁଦ୍ଧିରେ ଶିଆଳ ଠାରୁ କମ ଥିଲା। ଏକ ଦିନ ବାଘ ଏକ ମୃଗକୁ ଶିକାର କରିଲା ଓ ଖାଇବା ପାଇଁ ରାନ୍ଧୁଥିଲା। ଏହା ଦେଖି ଶିଆଳର ମୁଣ୍ଡରେ ଏକ ବିଚିତ୍ର ଯୋଜନା ଆସିଲା। ଶିଆଳ ଆଗକୁ ଯାଇକରି ବାଘକୁ କହିଲା, ଭାଇ, ତୁମେ ତ ବନର ରାଜା, ତୁମେ ଏକାକୀ ଖାଇବା ଆପ୍ରଶଂସନୀୟ ନୁହେଁ। ଆମେ ମିଶି ଏହାକୁ ଖାଇବା ଉଚିତ। ବାଘ ଅନୁମୋଦନ କଲା। ଶିଆଳ ଏହାକୁ ଅଧିକ ଭଲ ଭାବରେ କରିବା ପାଇଁ କହିଲା, ଚାଲ ଆମେ ମୃଗକୁ ଅଶରେ ବାଣ୍ଟି ନେବା। ମୁଁ ପ୍ରଥମେ ଅଶ କଟିବି କହି ସେ ମୃଗକୁ ଭାଗରେ ଭାଗରେ କଟିଲା, କିନ୍ତୁ ଏତେ ଚତୁର ଭାବେ କରିଲା ଯେ ସବୁଠୁ ଛୋଟ ଅଶ ବାଘକୁ ଏବଂ ସବୁଠୁ ଦୃଶ୍ୟ ଆଉ ସୁସ୍ୱାଦୁ ଅଶ ସେ ନିଜକୁ ଦେଲା। ବାଘ ଆହୁରି ଖୁସି ହୋଇ ବଢିଆ ଭାବରେ ଖାଇଲା। ପରେ ଶିଆଳ ଏକ ବଡ ଅଶ ଦେଖାଇ ରହିଲା। ସେ ସେଥିରୁ ଖୁସି ପାଇଲା ଓ ସିଏ ଶିଆଳକୁ ବହୁତ ବିଶ୍ୱାସ କରିବାକୁ ଶିଖିଲା।